ଖରାଦିନର ସକାଳ। ଜଙ୍ଗଲ ପାଖ ଶୁଖିଲା ପଥର ଓ ମାଟି ଉପରେ ଏକ ବିରାଟ ସୈନ୍ୟବାହିନୀ ଆଗକୁ ବଢୁଥିଲେ। ସେମାନେ ହେଉଛନ୍ତି କାଇ ବା ନାଲି ପିମ୍ପୁଡ଼ି। ଏହି ଦଳର ନେତା ଥିଲା ଲାଲୁ। ଲାଲୁ ଦେଖିଲା ଯେ ସାମ୍ନାରେ ଏକ ବଡ଼ ଖାଦ୍ୟର ଖଣ୍ଡ ପଡ଼ିଛି, କିନ୍ତୁ ତାହା ଏକ ବିରାଟ ପଥର ସେପାଖରେ। ଏକୁଟିଆ ଜଣକ ପାଇଁ ସେହି ପଥର ଚଢ଼ିବା ଅସମ୍ଭବ ଥିଲା। ଲାଲୁ ଗୋଟିଏ ସଙ୍କେତ ଦେଲା, ଦେଖୁ ଦେଖୁ ଶହ ଶହ ପିମ୍ପୁଡ଼ି ଏକାଠି ହୋଇଗଲେ। ସେମାନେ ଜଣକ ପରେ ଜଣେ ପରସ୍ପରର ଗୋଡ଼ ଧରି ଏକ ଜୀବନ୍ତ ସିଡ଼ି ତିଆରି କଲେ। ସେହି ସିଡ଼ି ସାହାଯ୍ୟରେ ସବୁ ପିମ୍ପୁଡ଼ି ପଥର ଉପରକୁ ଚଢ଼ିଗଲେ ଏବଂ ଛୋଟ ପହରାଦାର ଏକ ଘଞ୍ଚ ଜଙ୍ଗଲର ଧାରରେ ଥିବା ଏକ ପୁରୁଣା ଆମ୍ବ ଗଛ। ସେହି ଗଛର ମାଲିକ ଥିଲେ ହଜାର ହଜାର କାଇ ପିମ୍ପୁଡ଼ି। ସେମାନଙ୍କ ପାଇଁ ସେହି ଘର ଚଢ଼ିବା ଅସମ୍ଭବ ଥିଲା। ଲାଲୁ ଗୋଟିଏ ସଙ୍କେତ ଦେଲା, ଦେଖୁ ଦେଖୁ ଶହ ଶହ ପିମ୍ପୁଡ଼ି ଏକାଠି ହୋଇଗଲେ। ସେମାନେ ଜଣକ ପରେ ଜଣେ ପରସ୍ପରର ଗୋଡ଼ ଧରି ଏକ ଜୀବନ୍ତ ସିଡ଼ି ତିଆରି କଲେ। ସେହି ସିଡ଼ି ସାହାଯ୍ୟରେ ସବୁ ପିମ୍ପୁଡ଼ି ପଥର ଉପରକୁ ଚଢ଼ିଗଲେ ଏବଂ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ। ଶିକ୍ଷା ଆକାରରେ ଛୋଟ ହେଲେ ମଧ୍ୟ ଯଦି ଆମେ ଏକାଠି ହୋଇ କାମ କରିବା, ତେବେ ଦୁନିଆର ଯେକୌଣସି ବଡ଼ ବାଧାକୁ ଆମେ ଅତିକ୍ରମ କରିପାରିବା। ଭିଡ଼ିଓ ପାଇଁ ଏକ ଛୋଟ ସ୍କ୍ରିପ୍ଟ। ସିନ୍ 1 ଶୂନ୍ୟ ବିନା 5 ସେକେଣ୍ଡ। ପିମ୍ପୁଡ଼ିମାନେ ଚାଲୁଥିବାର କ୍ଲୋଜ୍ ଅପ୍ ସଟ୍। ଭଏସ୍ ଓଭର। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଦେଖାଇବି ଏହି ଛୋଟ ଜୀବଙ୍କର ବିରାଟ ଶକ୍ତି। ସିନ୍ 2 5 ବିନା 15 ସେକେଣ୍ଡ। ସେମାନେ କିପରି ଶୃଙ୍ଖଳିତ ଭାବେ ଧାଡ଼ି ବାନ୍ଧି ଚାଲୁଛନ୍ତି। ଭଏସ୍। ବଗିଚାରେ ଚିଣ୍ଟୁ ନାମକ ଏକ କୁନି ନାଲି ପିମ୍ପୁଡ଼ି ରହୁଥିଲା। ସେ ଖୁବ୍ ଚଗଲା ଥିଲା, କିନ୍ତୁ ତାର ଗୋଟିଏ ବଡ଼ ସ୍ୱପ୍ନ ଥିଲା, ସେ ଦୁନିଆର ସବୁଠାରୁ ବଡ଼ ଖାଦ୍ୟ ଖଣ୍ଡଟିକୁ ଖୋଜି ବାହାର କରିବ। ସୁଯୋଗର ସନ୍ଧାନ। ଦିନେ ବଗିଚା କୋଣରେ ଜଣେ ଛୋଟ ପିଲା କିଛି ମିଠା ବିସ୍କୁଟ ଖାଉଥିଲା। ଖାଉ ଖାଉ ବିସ୍କୁଟର ଏକ ବଡ଼ ଗୁଣ୍ଡ ମାଟିରେ ପଡ଼ିଗଲା। ଚିଣ୍ଟୁ ପାଇଁ ସେଇଟା ଗୋଟିଏ ଚିନି ପାହାଡ଼ ପରି ଥିଲା। ଚିଣ୍ଟୁ ଖୁସିରେ ନାଚି ଉଠିଲା। ସେ ଭାବିଲା, ଏହାକୁ ଯଦି ମୁଁ ଏକୁଟିଆ ନେଇଯିବି, ତେବେ ମୋର ବହୁତ ନାଁ ହେବ।